12 ଜାନୁଆରୀ ନ୍ୟାସନାଲ୍ ୟୁଥ୍ ଡେ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ନ୍ୟାସନାଲ୍ ୟୁଥ୍ ଡେ ରୂପେ ପାଳନ କରାଯାଉଛି। ଜନ୍ମଗ୍ରହଣ କରିଥିଲେ 12 ଜାନୁଆରୀ 1863ରେ। ତାପରେ 1893ରେ ସିଏ ଚିକାଗୋରେ ଭାଷଣ ଦେଇଥିଲେ। 1897ରେ ରାମକୃଷ୍ଣ ମିଶନ ଏଷ୍ଟାବ୍ଲିଶ୍ କରିଥିଲେ। ତାପରେ ବେଲୁର ମଠରେ 4 ଜୁଲାଇ 1902 ମସିହାରେ ମୃତ୍ୟୁବରଣ କରିଥିଲେ। 1984ରେ ଡିକ୍ଲାର ହେଇଥିଲା। 1885ରେ ନ୍ୟାସନାଲ୍ ୟୁଥ୍ ଡେ ପାଳନ ଆରମ୍ଭ ହେଇଥିଲା। ଅନ୍ଭେଷା DRDO ଡେଭଲପ୍ କରିଛି ଏ ସାଟେଲାଇଟ୍ଟାକୁ। ଏଟାକୁ ସତୀଶ ଧୱନ ସ୍ପେସ୍ ସେଣ୍ଟର ଶ୍ରୀହରିକୋଟାରୁ ଲଞ୍ଚ କରାଯିବ। ରକେଟ୍ ହେଉଛି PSLV-C-62ରେ। ମିଶନ ହେଉଛି ଆର୍ଥ ଅବଜରଭେସନ୍ କରିବାକୁ। ପେଲୋଡ୍ 18ଟା। ୟୁରୋପିଆନ୍ ପେଲୋଡ୍ ଏଥିରେ ଗୋଟେ ଅଛି, ଏଟା ହେଉଛି କିଡ୍ କେଷ୍ଟ୍ରେଲ୍ ଇନିସିଆଲ୍ ଡେମନଷ୍ଟ୍ରେଟର। କେଇପେନ୍ୟାର ଅରୁଣାଚଳ ପ୍ରଦେଶର ଇଣ୍ଡିଆର ପ୍ରଥମ ବାୟୋ ହାପି ଡିଷ୍ଟ୍ରିକ୍ଟ। ବାୟୋ ହାପି ୱାର୍ଡ଼ କିଏ ଦେଇଥିଲେ? MS ସ୍ୱାମୀନାଥନ୍, ଯେ ଗ୍ରୀନ୍ ରେଭଲ୍ୟୁସନର ଫାଦର ଅଫ୍ ଗ୍ରୀନ୍ ରେଭଲ୍ୟୁସନ୍। NHAI କ୍ରିଏଟ୍ 4 ଗିନିଜ୍ ୱାର୍ଲ୍ଡ ରେକର୍ଡ଼। ପ୍ରଥମେ 2ଟା କରିଥିଲା ଗିନିଜ୍ ୱାର୍ଲ୍ଡ ରେକର୍ଡ଼, ଏବେ ଆହୁରି 2ଟା, ଟୋଟାଲ୍ 4ଟା ଗିନିଜ୍ ୱାର୍ଲ୍ଡ ରେକର୍ଡ଼। 28.89 କିଲୋମିଟର 24 ଘଣ୍ଟାରେ। ତାପରେ 10,675 ମେଟ୍ରିକ୍ ଟନ୍ 24 ଘଣ୍ଟାରେ। ତାପରେ ଏଇଟା କଣ୍ଟିନ୍ୟୁଅସଲି 52 କିଲୋମିଟର 3 ଲେନ୍ରେ, 52 × 3 156 କିଲୋମିଟର। ତାପରେ 57,500 ମେଟ୍ରିକ୍ ଟନ୍ର କଣ୍ଟିନ୍ୟୁଅସଲି ବିଟୁମିନସ୍। ଏଇଟା ହେଉଛି NH 544G ଯେଉଁଟା ତିଆରି ହେଇଛି, ସେଇଥିରେ ହିଁ ରେକର୍ଡ଼ ବନେଇଛନ୍ତି। ଏଇଟା ହେଉଛି ଆନ୍ଧ୍ରପ୍ରଦେଶରୁ କର୍ଣ୍ଣାଟକ ଯାଉଛି। ବିଜୟୱାଡ଼ା ଟୁ ବେଙ୍ଗାଲୁରୁ। ପୁରୀ ହେଇଛି ଇଣ୍ଡିଆର ଫାଷ୍ଟ ସିଟି 24/7 ଡ୍ରିଙ୍କେବଲ୍ ଟ୍ୟାପ୍ ୱାଟର ସପ୍ଲାଏ। ଆଉ ଗୋଟେ ମିଶନ ଥିଲା, ସେଇ ମିଶନ ଅନୁସାରେ ସଫଳତା ହେଇଛି, ହାସଲ କରିଛି। ସୁଜଲ ଡ୍ରିଙ୍କ ଟ୍ୟାପ୍ ମିଶନ 2021ରେ ଓଡ଼ିଶା ସରକାରଙ୍କ ଦ୍ୱାରା ମିଶନ ଥିଲା। ବ୍ରିସ୍ବେନ୍ ଇଣ୍ଟରନ୍ୟାସନାଲ୍, ଏଟା ଟେନିସ୍ର ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେଇଛି। ମେନ୍ ସିଙ୍ଗଲରେ ଡାନିଏଲ ମେଡଭେଡେଭ ରୁଷିଆର, ଓମେନ୍ରେ ଆରିଆନ୍ ସାବାଲେଙ୍କା ବେଲାରୁସର। ତାପରେ ମେନ୍ସ ଡବଲ୍ସରେ AF କ୍ୟାବ୍ରେଲ ଆଣ୍ଡ AL ମିଡଲର। ତାପରେ ଓମେନ୍ ଡବଲ୍ରେ H ସୁଇ ଆଣ୍ଡ J ଓଷ୍ଟାପେଙ୍କୋ। ତାପରେ ଓମେନ୍ସ ହକି ଇଣ୍ଡିଆ ଲିଗ୍, ଯେଉଁଟା SG ପାଇପର୍ସ ହରେଇଛି କାହାକୁ? ସାଞ୍ଚି ବେଙ୍ଗଲ ଟାଇଗରକୁ, ଏଟା ଦିଲ୍ଲୀର। ସ୍କାଇଡୋ ଗେଟ୍ସ RBI ଆପ୍ରୁଭାଲ, PSEB ଲାଇସେନ୍ସ ପାଇଛି RBI ଠୁ ସ୍କାଇଡୋ। PSEB ହେଉଛି ପେମେଣ୍ଟ ଏଗ୍ରିଗେଟର କ୍ରସ୍ ବର୍ଡର। ସାଞ୍ଜ ଶକ୍ତି ଏକ୍ସରସାଇଜ କଣ୍ଡକ୍ଟ କରିଛି ଇଣ୍ଡିଆନ୍ ଆର୍ମି ସାଉଥର୍ନ କମାଣ୍ଡ। ଦିଗି ହିଲ୍ ରେଞ୍ଜ ପୁନେ ମହାରାଷ୍ଟ୍ରରେ। ଆମର ଟୋଟାଲ୍ 7ଟା କମାଣ୍ଡ ଅଛି। ସାଉଥର୍ନ କମାଣ୍ଡ ପୁନେ, ଯେଉଁଟା ଏଇଟା ହେଉଛି। ତାପରେ ୱେଷ୍ଟର୍ଣ୍ଣରେ ହେଉଛି ଚଣ୍ଡୀ ମନ୍ଦିର, ଏଇଟା ହରିୟାଣାରେ। ତାପରେ ଇଷ୍ଟର୍ଣ୍ଣରେ ଅଛି କୋଲକାତା ୱେଷ୍ଟବେଙ୍ଗଲ। ତାପରେ ନର୍ଦର୍ଣ୍ଣରେ ଅଛି ଉଧମପୁର ଜାମ୍ମୁ କାଶ୍ମୀର। ଆଉ ୱେଷ୍ଟ ସାଉଥର୍ଣ୍ଣରେ ଅଛି ଜୟପୁର ରାଜସ୍ଥାନ। ତାପରେ ଆମର ହେଡ଼କ୍ୱାର୍ଟର ଅଛି ଦିଲ୍ଲୀ। ତାପରେ ସେଣ୍ଟ୍ରାଲ କମାଣ୍ଡ ଅଛି ଲକ୍ଷ୍ନୌ ଉତ୍ତରପ୍ରଦେଶ। ତାପରେ ଟ୍ରେନିଂ ସେକ୍ଟର ହେଉଛି ସିମଲାରେ ହିମାଚଳ ପ୍ରଦେଶ।